विश्वर एकमात्र अभयारण्य ଯେଉଁଠାରେ କଳା ବାଘ ଦେଖାଯାଏ। ଆପଣମାନେ ଜାଣିଛନ୍ତି କି ତାହାର ନାମ କ'ଣ? ଓଡ଼ିଶାରେ କେତୋଟି ଜାତୀୟ ଉଦ୍ୟାନ ଅଛି ବା ନ୍ୟାସନାଲ ପାର୍କ ଅଛି, ସେଗୁଡ଼ିକର ନାମ କ'ଣ ଜାଣିଛନ୍ତି କି? ଓଡ଼ିଶାର एकमात्र ସାମୁଦ୍ରିକ ଅଭୟାରଣ୍ୟ କେଉଁଠି, ଏହାର ନାମ କ'ଣ ଜାଣିଛନ୍ତି କି? ତ ଏହିଭଳି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ ଖାସ୍ ଏ ଭିଡ଼ିଓଟି ବନାଇଛି। ହ୍ୟାଲୋ ଲର୍ଣ୍ଣର୍ସ, ଆପଣମାନଙ୍କୁ ସ୍ୱାଗତ ମୋର ଏହି ଏମ୍ଟି ଷ୍ଟଡି ମେଟ୍ ୟୁଟ୍ୟୁବ୍ ଚ୍ୟାନେଲକୁ। आज आम यह भिडियो जानिबा जातीय उद्यान बा नेशनल पार्क, वन्यप्राणी अभयारण्य बा वाइल्ड लाइफ सेंचुरी, जीवमंडल संरक्षित स्थान बा बायोस्फीयर रिजर्व कौन, यह मध्यरे पार्थक्य कौन रही, एही विषय सविशेष आलोचना करने सहित शेष में किछटा इंपोर्टेंट क्वेश्चन को डिस्कसन करबा जहाँकि बारंबार विभिन्न प्रकार कॉम्पिटिटिव एग्जाम गुड़िक आसुची। प्रथमे आम अभयारण्य बा वाइल्ड लाइफ सेंचुरी कौन जानिबा। ଏହା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସେମାନଙ୍କ ଉପରେ ତଥା ତାଙ୍କ ପରିବେଶ ଉପରେ କୌଣସି ଅନିଷ୍ଟକାରୀ ପ୍ରଭାବ ନ ପକାଉଥିବା ଅଞ୍ଚଳ ହେଉଛି ଅଭୟାରଣ୍ୟ ବା ୱାଇଲ୍ଡ ଲାଇଫ୍ ସାଙ୍କ୍ଚୁରୀ। ଏହାର ମୂଳ ଲକ୍ଷ୍ୟ ହେଉଛି କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ସୁରକ୍ଷା ଦେବା, ବିଲୁପ୍ତପ୍ରାୟ ବନ୍ୟଜନ୍ତୁ ଓ ପକ୍ଷୀମାନଙ୍କ ବଂଶବୃଦ୍ଧି ପାଇଁ ସୁରକ୍ଷିତ ପରିବେଶ ଯୋଗାଇବା ସହ ବନ୍ୟପ୍ରାଣୀମାନଙ୍କର ସ୍ୱଭାବ ଏବଂ ଜୀବନଶୈଳୀ ଉପରେ ଅନୁଧ୍ୟାନ କରିବା। ଏଠାରେ ଲୋକମାନଙ୍କର ପ୍ରବେଶକୁ ଅନୁମତି ଦିଆଯାଇଥାଏ, ମାନେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇକି ସେମାନେ ଯାଇପାରନ୍ତି। ଏଠାରେ ସୀମିତ ମାନବ କାର୍ଯ୍ୟକଳାପକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଥାଏ, ଯଥା କାଠ ସଂଗ୍ରହ କରିବା, ମହୁ ଫଳ ପରି ବିଭିନ୍ନ ପ୍ରକାର ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବା, ପଶୁଚାରଣ କରିପାରିବା। ଏଠାରେ କିଛି ନିର୍ଦ୍ଧାରିତ ସୀମା ନାହିଁ, ମାନେ ନୋ ଫିକ୍ସ ବାଉଣ୍ଡରୀ। କେତେକ କ୍ଷେତ୍ରରେ ଅଭୟାରଣ୍ୟ ମଧ୍ୟରେ ବ୍ୟକ୍ତିଗତ ଜମି ରହିପାରେ, କିନ୍ତୁ ସେଠାରେ କୌଣସି ବନ୍ୟଜନ୍ତୁଙ୍କୁ କ୍ଷତି ପହଞ୍ଚାଇ ପାରିବା ନାହିଁ ବା କେହି ବନ୍ୟଜନ୍ତୁଙ୍କୁ କ୍ଷତି ପହଞ୍ଚାଇ ପାରିବେ ନାହିଁ। ଏହାର ଆକାର ଛୋଟ କିମ୍ବା ମଧ୍ୟମ ଧରଣର ମଧ୍ୟ ହୋଇପାରେ। ଅଭୟାରଣ୍ୟ ସମୟକ୍ରମେ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କରାଯାଇପାରେ, ମାନେ ଏହାର ଅପଗ୍ରେଡେସନ୍ ହୋଇପାରେ। ଉଦାହରଣ ସ୍ୱରୂପ 1998 ମସିହାରେ ଭିତରକନିକାକୁ ନ୍ୟାସନାଲ ପାର୍କ ବା ଜାତୀୟ ଉଦ୍ୟାନର ମାନ୍ୟତା ମିଳିଥିଲା, କିନ୍ତୁ ଏହା ପୂର୍ବରୁ 1975 ମସିହାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଭାରତରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ 1972 ବା ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ 1972 ଅନୁଯାୟୀ ରାଜ୍ୟ ସରକାର କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଅଭୟାରଣ୍ୟ ଭାବେ ଘୋଷଣା କରିଥାନ୍ତି। ଏହା ମାଧ୍ୟମରେ ଆମେ ଜାଣିପାରିଲେ ଅଭୟାରଣ୍ୟ ହେଉଛି ରାଜ୍ୟ ସରକାରଙ୍କର ତତ୍ତ୍ୱାବଧାନରେ ଥାଏ। ଓଡ଼ିଶାରେ ସମୁଦାୟ 19ଟି ଅଭୟାରଣ୍ୟ ରହିଛି, ତ ସେଥିମଧ୍ୟରୁ ପ୍ରମୁଖ ଅଭୟାରଣ୍ୟ ଗୁଡ଼ିକୁ ଆମେ ଆଲୋଚନା କରିବା। ଚିଲିକାର ନଳବଣ, ଯାହାକି ପକ୍ଷୀମାନଙ୍କ ପାଇଁ ପ୍ରସିଦ୍ଧ ବା ଚିଲିକାକୁ ମଧ୍ୟ ପକ୍ଷୀ ବିହାର କୁହାଯାଏ। ଭିତରକନିକା ଅଭୟାରଣ୍ୟ, ଯାହାକି ଲୁଣା କୁମ୍ଭୀର ପାଇଁ ପ୍ରସିଦ୍ଧ। ତାପରେ ଗହୀରମଥା ଅଭୟାରଣ୍ୟ ସାମୁଦ୍ରିକ କଇଁଛ ସୁରକ୍ଷା ପାଇଁ ବା ଯାହାକି ଆମର ଅଲିଭ ରେଡ୍ଲି କଇଁଛମାନଙ୍କ ପାଇଁ ପ୍ରସିଦ୍ଧ। ଚନ୍ଦକା ଡମ୍ପଡ଼ା ହାତୀମାନଙ୍କ ପାଇଁ ଉଦ୍ଦିଷ୍ଟ। ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟ ଯେଉଁ ରହିଛି କୃଷ୍ଣସାର ମୃଗ ବା ବ୍ଲାକ୍ ବକ୍ ପାଇଁ ପ୍ରସିଦ୍ଧ। ଆଉ ଶିମିଳିପାଳ ଅଭୟାରଣ୍ୟ, ଯାହାକି ମୟୂରଭଞ୍ଜରେ ରହିଛି, ବ୍ୟାଘ୍ର ପ୍ରକଳ୍ପ ହାତୀ ପାଇଁ ପ୍ରସିଦ୍ଧ। ତ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ, ଏଠାରେ ଆମର ଯେଉଁଟା ରହୁଛି କଳା ବାଘ ଦେଖାଯାଆନ୍ତି, ଆଉ ବିଶ୍ୱର एकमात्र ଅଭୟାରଣ୍ୟ ଯେଉଁଠାରେ କି କଳା ବାଘ ଦେଖାଯାଆନ୍ତି। ଶିମିଳିପାଳରେ 1973 ମସିହାରେ ଟାଇଗର ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା। ଏହା ବ୍ୟତୀତ ସାତକୋଶିଆ ଗଣ୍ଡ ଅଭୟାରଣ୍ୟରେ ମଧ୍ୟ ବ୍ୟାଘ୍ର ପ୍ରକଳ୍ପ ରହିଛି, ଯାହାକି ଅନୁଗୁଳ ଓ ନୟାଗଡ଼ ଡିଷ୍ଟ୍ରିକ୍ଟରେ ରହିଛି। ଏହି ଟେବୁଲଟିକୁ ଆପଣମାନେ ମଧ୍ୟ ସ୍କ୍ରିନଶଟ୍ କରିକି ନେଇପାରିବେ। ଏଠାରେ ୱାଇଲ୍ଡ ଲାଇଫ୍ ସାଙ୍କ୍ଚୁରୀର ନାମ ଦିଆଯାଇଛି, କେଉଁ ମସିହାରେ ଏଷ୍ଟାବ୍ଲିଶଡ୍ ହୋଇଛି ଏବଂ କେଉଁଥିପାଇଁ ପ୍ରସିଦ୍ଧ ହୋଇଛି ମେନସନ୍ କରାଯାଇଛି। ତେବେ ଦ୍ୱିତୀୟରେ ଆମେ ଜାଣିବା ଜାତୀୟ ଉଦ୍ୟାନ ବା ନ୍ୟାସନାଲ ପାର୍କ କ'ଣ। ଏହା ଜୀବଜନ୍ତୁଙ୍କ ସୁରକ୍ଷା ଦେବା ସହ ପ୍ରାକୃତିକ ପରିବେଶ ଏବଂ ଜୈବ ବିବିଧତାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଏଠାରେ ନିୟମ କଠୋର ହୋଇଥାଏ।
କୌଣସି ପ୍ରକାର ମାନବ କାର୍ଯ୍ୟକଳାପକୁ ନିଷେଧ ଅଟେ, ଯଥା କାଠ ସଂଗ୍ରହ କରିବା, ଚାଷ କରିବା, ପଶୁଚାରଣ ଇତ୍ୟାଦି ବାରଣ ଅଟେ। ଏହାର ସୀମା ନିର୍ଦ୍ଧାରିତ ଓ ସୀମିତ ଅଟେ, ତେଣୁ ଏହାର ଆକାର ଛୋଟ। ଏହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥାଏ। ଓଡ଼ିଶାରେ ସମୁଦାୟ 2ଟି ଜାତୀୟ ଉଦ୍ୟାନ ବା ନ୍ୟାସନାଲ ପାର୍କ ରହିଛି। ସେ ଦୁଇଟିର ନାମ ହେଉଛି ଶିମିଳିପାଳ ଜାତୀୟ ଉଦ୍ୟାନ ଏବଂ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରଥମେ ଆମେ ଶିମିଳିପାଳ ଜାତୀୟ ଉଦ୍ୟାନ ବିଷୟରେ ଆଲୋଚନା କରିବା। ଏହା ମୟୂରଭଞ୍ଜ ଜିଲ୍ଲାରେ 1980 ମସିହାରେ ଏଷ୍ଟାବ୍ଲିଶ ହୋଇଛି। ଏଠାରେ ଟାଇଗର ରିଜର୍ଭ ଅଛି। ଏହା ବ୍ୟତୀତ ହାତୀ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁ ରହିବା ସହ ଜୈବମଣ୍ଡଳକୁ ସୁରକ୍ଷା ପ୍ରଦାନ କରୁଛି। ଏହା ପୂର୍ବରୁ ଆମେ ମଧ୍ୟ ଆଲୋଚନା କରିଥିଲେ କଳା ବାଘ ପାଇଁ ବିଶ୍ୱରେ ଫେମସ୍ ବା ମେଲାନେଷ୍ଟିକ୍ ଟାଇଗର ପାଇଁ ଏହା ଫେମସ୍। ତ ଆଉ ଗୋଟିଏ ଇମ୍ପୋର୍ଟାଣ୍ଟ କଥା ହେଉଛି ବରେଇପାଣି ୱାଟରଫଲ୍। ଏହି ଶିମିଳିପାଳରୁ ହିଁ ବାହାରିଛି, ଯାହାକି ଓଡ଼ିଶାର ହାଇଏଷ୍ଟ ୱାଟରଫଲ୍ ଏବଂ ଇଣ୍ଡିଆରେ ସେକେଣ୍ଡ ଲାର୍ଜେଷ୍ଟ ୱାଟରଫଲ୍ ହେଉଛି ବରେଇପାଣି ୱାଟରଫଲ୍। ତ ଭିତରକନିକାକୁ ଦେଖିବା। ଏହା କେନ୍ଦ୍ରାପଡ଼ା ଜିଲ୍ଲାରେ 1998 ମସିହାରେ ପ୍ରତିଷ୍ଠା ହୋଇଥିଲା, ଯାହାକି ଲୁଣାପାଣି କୁମ୍ଭୀର ଏବଂ ହେନ୍ତାଳ ବଣ ପାଇଁ ପ୍ରସିଦ୍ଧ। ତ ଭାରତର ଦ୍ୱିତୀୟ ବୃହତ୍ତମ ହେନ୍ତାଳ ବଣ କହିଲେ ଭିତରକନିକାକୁ ବୁଝାଉଛି। ସେକେଣ୍ଡ ଲାର୍ଜେଷ୍ଟ ମ୍ୟାନଗ୍ରୋଭ୍ ଇକୋସିଷ୍ଟମ୍ ହେଉଛି ଭିତରକନିକା। ପ୍ରାୟ 672 କିଲୋମିଟର ଅଞ୍ଚଳରେ ବ୍ୟାପିଛି। ତ ବିଶ୍ୱର ଅନ୍ୟ ହେନ୍ତାଳ ବଣ ଅପେକ୍ଷା ଏହିଠାରେ ପ୍ରାୟ 60ରୁ 70 ପ୍ରକାର ହେନ୍ତାଳ ବଣ ଦେଖାଯାଏ। ସେଥିପାଇଁ ଏହାକୁ ମ୍ୟାନଗ୍ରୋଭ୍ ଡାଇଭର୍ସିଟି ହଟସ୍ପଟ୍ କୁହାଯାଏ। ଭିତରକନିକାକୁ ମଧ୍ୟ ଯେଉଁ ଆମର ଭିତରକନିକା ଜାତୀୟ ଉଦ୍ୟାନ ରହିଛି, ଏହାକୁ ରାମସାର ସାଇଟ୍ର ମାନ୍ୟତା ମିଳିଛି। ଯଦି ଆମେ ମସିହା କଥା କହିବା, ଏହା 2002 ମସିହାରେ ମାନ୍ୟତା ପାଇଥିଲା। ଆମେ କ'ଣ ଜାଣିଲେ? ଆମର 2ଟି ନ୍ୟାସନାଲ ପାର୍କ ଅଛି। ଗୋଟିଏ ହେଉଛି ଏସ୍ ଫର୍ ଶିମିଳିପାଳ, ଦ୍ୱିତୀୟଟି ହେଉଛି ବି ଫର୍ ଭିତରକନିକା। ସର୍ଟକଟ୍ରେ ଆମେ ମନେ ରଖିବା SB ନ୍ୟାସନାଲ ପାର୍କ। ବର୍ତ୍ତମାନ ଆମେ ଜାଣିବା ବାୟୋସ୍ଫିୟର ରିଜର୍ଭ ବା ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ କ'ଣ? ଏହା ଏକ ବିଶାଳ ସଂରକ୍ଷିତ ଅଞ୍ଚଳ, ଯେଉଁଠାରେ କେବଳ ବନ୍ୟପ୍ରାଣୀ ନୁହେଁ ବରଂ ସମ୍ପୂର୍ଣ୍ଣ ପରିସଂସ୍ଥା ବା ଇକୋସିଷ୍ଟମ୍, ଜୈବ ବିବିଧତା ଏବଂ ସେଠାରେ ଥିବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଓ ଜୀବନଶୈଳୀକୁ ମଧ୍ୟ ସୁରକ୍ଷା ଦିଆଯାଏ। ତ ଏହାକୁ ମୁଖ୍ୟତଃ 3ଟି ଜୋନ୍ରେ ଭାଗ କରାଯାଇଛି। ସେଗୁଡ଼ିକ ହେଲା କୋର୍ ଜୋନ୍, ବଫର ଜୋନ୍, ଟ୍ରାନଜିସନ୍ ଜୋନ୍। ତେବେ ଆମେ କୋର୍ ଜୋନ୍ କ'ଣ ଜାଣିବା? ଏହା ସମ୍ପୂର୍ଣ୍ଣ ସଂରକ୍ଷିତ ଅଞ୍ଚଳ। ଏଠାରେ ଲୋକମାନଙ୍କର ପ୍ରବେଶ ନିଷେଧ, ମାନବ କାର୍ଯ୍ୟକଳାପ ବାରଣ ଅଟେ। ପଶୁ ଚାରଣ, ପଶୁ ଶିକାର, କାଠ ସଂଗ୍ରହ ଏହିଭଳି ନିୟମ ବିରୁଦ୍ଧ କାର୍ଯ୍ୟ କଲେ ଦଣ୍ଡ ମିଳିବା ସହ ଜୋରିମାନା ମଧ୍ୟ କରାଯାଏ। ତେବେ ବଫର ଜୋନ୍ କ'ଣ? ଏହା କୋର୍ ଜୋନ୍ ଚାରିପାଖରେ ଥିବା ସୁରକ୍ଷା ଅଞ୍ଚଳ। ଏଠାରେ ଶିକ୍ଷା, ଗବେଷଣା ଏବଂ ପର୍ଯ୍ୟଟନ ପାଇଁ ସୀମିତ ଅନୁମତି ଦିଆଯାଏ। ତୃତୀୟଟି ହେଉଛି ଟ୍ରାନଜିସନ୍ ଜୋନ୍। ଏଠାରେ ସ୍ଥାନୀୟ ଲୋକେ ରହିପାରିବେ ଏବଂ ଚାଷ କାର୍ଯ୍ୟ କରିପାରିବେ। ଏଠାରେ ବିଭିନ୍ନ ପ୍ରକାର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଦେଖାଯାଆନ୍ତି। ପରିବେଶ ସୁରକ୍ଷା ସହିତ ସଷ୍ଟେନେବଲ୍ ଡେଭଲପମେଣ୍ଟ ଏଠାରେ କରାଯାଏ। ଓଡ଼ିଶାର ଏକମାତ୍ର ଗୋଟିଏ ଜୈବମଣ୍ଡଳ ଅଛି, ସେଟା ହେଉଛି ଶିମିଳିପାଳ। ଏହା ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। 1994ରେ ବା 1994 ମସିହାରେ ଜୁନ୍ 22 ତାରିଖରେ ଭାରତ ସରକାର ଏହାକୁ ଜୈବମଣ୍ଡଳ ଭାବେ ଘୋଷଣା କରିଥିଲେ। 2009 ମସିହାରେ ଏହା ୟୁନେସ୍କୋର ୱାର୍ଲଡ ନେଟୱାର୍କ ଅଫ୍ ବାୟୋସ୍ଫିୟର ରିଜର୍ଭସରେ ସାମିଲ ହୋଇଥିଲା। ଏହା ଏସିଆର ସବୁଠାରୁ ବଡ଼ ଶାଳ ଜଙ୍ଗଲ ମଧ୍ୟରୁ ଅନ୍ୟତମ। ଏଠାରେ ମୁଖ୍ୟତଃ ହୋ, ସାନ୍ତାଳ, ଖଡ଼ିଆଳ ଇତ୍ୟାଦି ଆଦିବାସୀ ସମ୍ପ୍ରଦାୟ ବାସ କରନ୍ତି। ଓଡ଼ିଶା ସରକାର ଗଞ୍ଜାମ ଜିଲ୍ଲାର ମହେନ୍ଦ୍ରଗିରିକୁ ରାଜ୍ୟର ଦ୍ୱିତୀୟ ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ତେବେ ଭାରତର ପ୍ରଥମ ବାୟୋସ୍ଫିୟର ରିଜର୍ଭର ନାମ ହେଲା ନୀଳଗିରି, ଯାହାକି 1986ରେ ଏଷ୍ଟାବ୍ଲିଶଡ କରାଯାଇଥିଲା।
आमे कौन सबू आलोचना कले ना आमे जानिले कि आमर ओडिशा रे 19टा वाइल्ड लाइफ सैंक्चुरी अच्छी, 2टा नेशनल पार्क अच्छी आ गोटे बायोस्फीयर रिजर्व अच्छी बा जैवमंडल संरक्षित अंचल अच्छी। तेबे से सब को लेकिन आमे किछटा इम्पोर्टेंट क्वेश्चन को डिस्कशन करिबा। क्वेश्चन नंबर 1, व्हिच इज द ओनली मराइन वाइल्ड लाइफ सैंक्चुरी इन ओडिशा? ओडिशार एकमात्र सामुद्रिक वन्यप्राणी अभयारण्यर नाम कौन? ऑप्शन ए भितरकनिका, बी गहिरमथा, सी चिलिका, डी बालुखंड। तो उत्तर हेब सठिक उत्तर हेब ऑप्शन बी गहिरमथा। गहिरमथा होछि एकमात्र सामुद्रिक वन्यप्राणी अभयारण्यर नाम। क्वेश्चन नंबर 2, बालुखंड कोणार्क वाइल्ड लाइफ सैंक्चुरी इज सिचुएटेड इन व्हिच डिस्ट्रिक्ट? बालुखंड कोणार्क वन्यप्राणी अभयारण्य केउं जिल्ला रे अवस्थित? ऑप्शन ए खोर्धा, बी पुरी, सी गंजाम, डी कटक। तो उत्तर हेब पुरी। नेक्स्ट क्वेश्चन देखिबा। क्वेश्चन नंबर 3, हाउ मेनी नेशनल पार्क आर देयर इन ओडिशा? ओडिशा रे केतुटी जातीय उद्यान अछि? ऑप्शन ए 1, बी 2, सी 3, डी 4। तो सठिक उत्तर हेब 2टी नेशनल पार्क अच्छी, गोटे हूँ आमर भितरकनिका, अन्यटे हूँ शिमिलीपाल। क्वेश्चन नंबर 4, इन व्हिच ईयर वाज शिमिलीपाल इंक्लूडेड इन यूनेस्कोस वर्ल्ड नेटवर्क ऑफ बायोस्फीयर रिजर्व्स? शिमिलीपाल को केउं वर्ष यूनेस्कोर विश्व जैवमंडल नेटवर्क सामिल करागला? ऑप्शन ए 2008, बी 2012, सी 2009, डी 2010। सठिक उत्तर हेब 2009। तो नेक्स्ट क्वेश्चन देखिबा। क्वेश्चन नंबर 5, व्हिच प्लेस हैज बीन प्रपोज्ड एज द सेकेंड बायोस्फीयर रिजर्व ओडिशा? ओडिशार द्वितीय जैवमंडल संरक्षित अंचल भावे केउं स्थानर नाम प्रस्तावित अछि? ऑप्शन ए महेंद्रगिरी, बी देवगढ़, सी भितरकनिका, डी शिमिलीपाल। तो सठिक उत्तर हेब महेंद्रगिरी। महेंद्रगिरी को ओडिशार द्वितीय जैवमंडल संरक्षित अंचल भावे माने कराजिबो बोली घोषणा करा जायछि बा प्रस्तावित दिया जायछि। क्वेश्चन नंबर 6, व्हाट इज द नेम ऑफ द फर्स्ट बायोस्फीयर रिजर्व ऑफ इंडिया? भारतर प्रथम जैवमंडल संरक्षित अंचलर नाम कौन? भल भाव क्वेश्चन को देखंतु, इंडिया पचारिछि। तो ऑप्शन ए मानस, बी काजीरंगा, सी नंदादेवी, डी नीलगिरी। तो सठिक उत्तर हेब नीलगिरी। क्वेश्चन नंबर 7, इन व्हिच ईयर वाज शिमिलीपाल फॉर्मली डेजिग्नेटेड एज ए बायोस्फीयर रिजर्व? शिमिलीपाल को केउं वर्ष आनुष्ठानिक भावे एक जैवमंडल संरक्षित अंचल भाव घोषणा करा जायतिला? ऑप्शन ए 1980, बी 1994, सी 2002, डी 2009। तो सठिक उत्तर हेब बी 1994। 1994 मसीह शिमिलीपाल को आनुष्ठानिक भावे जैवमंडल संरक्षित अंचल भाव कौन एक्सेप्ट करा जायतिला बा घोषणा करा जायतिला। क्वेश्चन नंबर 8, हु डिक्लेयर्स अ नेशनल पार्क और सैंक्चुरी इन इंडिया? भारत रे एक जातीय उद्यान किंबा अभयारण्य किए घोषणा करिथांती? ऑप्शन ए सेंट्रल गवर्नमेंट, बी सुप्रीम कोर्ट, सी फॉरेस्ट डिपार्टमेंट, डी स्टेट गवर्नमेंट। तो सठिक उत्तर हम स्टेट गवर्नमेंट। तो नेक्स्ट क्वेश्चन को देखिबा। क्वेश्चन 9 रही, व्हिच इज द लार्जेस्ट नेशनल पार्क इन ओडिशा? ओडिशार सबुठार बड़ जातीय उद्यानटे केउंटी? ऑप्शन ए भितरकनिका, बी देब्रीगढ़, सी शिमिलीपाल, डी नलबण। तो सठिक उत्तर हेब आमर शिमिलीपाल। शिमिलीपाल होछि ओडिशार सबुठारु बड़ जातीय उद्यान। तो नेक्स्ट क्वेश्चन देखिबा। क्वेश्चन नंबर 10, व्हेयर इज द सेकेंड लार्जेस्ट मैंग्रोव फॉरेस्ट इन इंडिया फाउंड? भारत रे सबुठारु लार्जेस्ट माने द्वितीय लार्जेस्ट मैंग्रोव फॉरेस्टा केउंटी? तो ऑप्शन ए होछि सुंदरबन मैंग्रोव फॉरेस्ट, बी होछि गोदावरी मैंग्रोव, सी होछि
ଭିତରକନିକା ମ୍ୟାନଗ୍ରୋଭ ଫରେଷ୍ଟ, ଡି ହେଉଛି ପିଚାଭରମ। ତ ସଠିକ୍ ଉତ୍ତର ହେବ ଆମର ନିହାତି ଭାବରେ ଭିତରକନିକା ମ୍ୟାନଗ୍ରୋଭ ଫରେଷ୍ଟ। ତ ଆମେ ଜାଣିଥିଲେ ଆଲୋଚନା କରିଥିଲେ ମଧ୍ୟ ଏଠାରେ ଆମର ହେଉଛି ବିଶ୍ୱର ଅନ୍ୟ ହେନ୍ତାଳ ବଣ ଅପେକ୍ଷା ବିଭିନ୍ନ ପ୍ରକାର ହେନ୍ତାଳ ଗଛ ଦେଖାଯାଏ। ପ୍ରାୟ 60ରୁ 70 ପ୍ରକାର ହେନ୍ତାଳ ବଣ ଗଛ ଦେଖାଯିବା ସହିତ ଏହା ପ୍ରାୟ 672 କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଛି। ତ ସେଥିପାଇଁ ଏହାକୁ କ'ଣ କୁହାଯାଏ ନା ମ୍ୟାନଗ୍ରୋଭ ଡାଇଭରସିଟି ହଟସ୍ପଟ୍ ମଧ୍ୟ କୁହାଯାଏ। ତ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। Question number 11. How many tiger projects are there in Odisha? ଓଡ଼ିଶାରେ ସମୁଦାୟ କେତୋଟି ବ୍ୟାଘ୍ର ପ୍ରକଳ୍ପ ରହିଛି? ଅପସନ୍ ଏ 2, ବିରେ 3, ସିରେ 1, ଡିରେ 4। ସଠିକ୍ ଉତ୍ତର ହେବ 2, କାରଣ ଆମର ଗୋଟିଏ ହେଉଛି ଶିମିଳିପାଳ ଟାଇଗର ରିଜର୍ଭ ଆଉ ସେକେଣ୍ଡଟା ହେଉଛି ସାତକୋଶିଆ ଟାଇଗର ରିଜର୍ଭ। ତ ଉତ୍ତର 2ଟା ହେଉଛି ଠିକ୍ ରହିବ। ତ ନେକ୍ସଟ କ୍ୱେଶ୍ଚିନ୍। Question number 12. Where is Gahirmata Wildlife Sanctuary located and why it is famous? ଗହିରମଥା ୱାଇଲ୍ଡଲାଇଫ୍ ସାଙ୍କ୍ଚୁରୀ କେଉଁଠାରେ ଅବସ୍ଥିତ ଓ କେଉଁଥିପାଇଁ ଏହା ପ୍ରସିଦ୍ଧ? ଅପସନ୍ ଏ କେନ୍ଦ୍ରାପଡ଼ା କ୍ରୋକୋଡାଇଲ୍, ବି ଉଷାକୋଠି ଟାଇଗର, ସି କେନ୍ଦ୍ରାପଡ଼ା ଅଲିଭ୍ ରେଡ୍ଲି ଟର୍ଟଲ୍ସ, ଡି ନୟାଗଡ଼ ଏଲିଫ୍ୟାଣ୍ଟସ୍। ତ ଓବିୟସଲି ଆନ୍ସର ହେବ ସି କେନ୍ଦ୍ରାପଡ଼ା ଅଲିଭ୍ ରେଡ୍ଲି ଟର୍ଟଲ୍ସ ପାଇଁକିନା ଏହା ଫେମସ୍। Question number 13. Which national park has been recognized as a Ramsar site in Odisha? କେଉଁ ଜାତୀୟ ଉଦ୍ୟାନକୁ ରାମସର ସାଇଟ୍ର ମାନ୍ୟତା ମିଳିଛି? ତ ଅପସନ୍ ଏ ଚିଲିକା, ବି ଭିତରକନିକା, ସି ବାଲୁଖଣ୍ଡ, ଡି ଶିମିଳିପାଳ। ତ କ୍ୱେଶ୍ଚିନ୍କୁ ଭଲ ଭାବରେ ଦେଖନ୍ତୁ। ସେ ପଚାରିଛି ହୁଇଚ୍ ନ୍ୟାସନାଲ୍ ପାର୍କ, କେଉଁ ଜାତୀୟ ଉଦ୍ୟାନ? ତେଣୁ ଉତ୍ତର ହେବ ଭିତରକନିକା। ଏଠାରେ ଚିଲିକା ମଧ୍ୟ ଦିଆଯାଇଛି, ଏଟା ମଧ୍ୟ ରାମସର ସାଇଟ୍, କିନ୍ତୁ ଯେହେତୁ ଏଟା ହ୍ରଦ ତେଣୁ ଏଟା ହେଉଛି ଆନ୍ସର ହେବ ନାହିଁ। ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଉଛି ଇମ୍ପୋର୍ଟାଣ୍ଟ କଥା ହେଉଛି ଚିଲିକା ଲେକ୍ ଆଉ କେଉଲାଡିଓ ନ୍ୟାସନାଲ୍ ପାର୍କ ଯେଉଁଟାକି ରାଜସ୍ଥାନରେ ଅଛି। ଏହା ହେଉଛି ଭାରତର ପ୍ରଥମ ରାମସର ସାଇଟ୍, ଯାହାକି 1981 ମସିହାରେ ରାମସର ସାଇଟ୍ର ମାନ୍ୟତା ପାଇଥିଲା। ଆପଣମାନେ କହିପାରିବେ କି ଓଡ଼ିଶାରେ କେତୋଟି ରାମସର ସାଇଟ୍ ରହିଛି? କମେଣ୍ଟ ସେକ୍ସନରେ ଲେଖିକି ଜଣାଇବେ। ଆଉ ଗୋଟେ କଥା ହେଉଛି ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ନିହାତି ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ଏହିପରି ଇନଫର୍ମେଟିଭ୍ ଭିଡ଼ିଓକୁ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।